ସେଥିପାଇଁ ଏକ ଉପାୟ ବାଛିଲା। କପୋତଟି ସେହି ଗଛର ପତ୍ରଟିକୁ ତୋଳି ଉଡ଼ି ଉଡ଼ି ଯାଇ ପିମ୍ପୁଡ଼ି ଆଗରେ ସେହି ପତ୍ରଟିକୁ ପକାଇଦେଲା। ପିମ୍ପୁଡ଼ି, ତୁ ଯେତେ ଶୀଘ୍ର ପାରିବୁ ସେହି ପତ୍ର ଉପରେ ଚଢ଼ି ଉଠିଆ। ପିମ୍ପୁଡ଼ିଟି ବହୁତ କଷ୍ଟରେ ସେହି ପତ୍ର ଉପରେ ଚଢ଼ିଗଲା। ପତ୍ରଟି ଭାସି ଭାସି ଯାଇ କିଛି ସମୟ ଭିତରେ ନଈ କୂଳରେ ପହଞ୍ଚିଗଲା। ଆଗରୁ କପୋତ ଯାଇ କୂଳରେ ପିମ୍ପୁଡ଼ିକୁ ଅପେକ୍ଷା କରିଥିଲା। ପିମ୍ପୁଡ଼ି କପୋତ ପାଖକୁ ଯାଇ କହିଲା, କପୋତ ଭାଇ, ତମକୁ ବହୁତ ବହୁତ ଧନ୍ୟବାଦ। ତୁମେ ଯୋଗୁଁ ଆଜି ମରୁକା ବଞ୍ଚିଗଲି। ତୁମେ ମୋର ଏତେ ବଡ଼ ଉପକାର କରିଲ। ତା ବଦଳରେ ମୁଁ ବି ତମକୁ କିଛି ସାହାଯ୍ୟ କରିବାକୁ ଚାହୁଁଛି।